ଆଲୋ ଏ ଅର୍ଚ୍ଚନା ତମେ ମୋ କଥାକୁ ବୁଝୁନ କାହିଁକି? ଆରେ ଦେଖ ତମେ ତ ହଉଛି ଜଣେ ରାଜା ଝିଅ ହଁ ଆଉ ମୁଁ ହଉଛି ଜଣେ ସାମାନ୍ୟ ଗରିବ ଘର ବ୍ରାହ୍ମଣ ପୁଅଟିଏ। ସେଥିରେ କଣ ହେଲା? ଆରେ ତମେ ଯଦି ମତେ ଭଲ ପାଇବ ହୁଁ? ତାହେଲେ ଦୁନିଆ ସାରା ଲୋକେ କଣ କହିବେ? ଆରେ ଦେଖ ଜଣେ ରାଜା ଝିଅ ହିଁ ଗୋଟିଏ ଗରିବ ବ୍ରାହ୍ମଣ ପୁଅକୁ ଭଲ ପାଉଛି। ଏ ଏ କଣ ଭଲ ହବ? ଏଇ ଦୁନିଆ ଯାହା ବି କହୁ ସେଥିରୁ ଆମର କଣ ଯାଏ ଆସେ? ଆଉ ଗୋଟିଏ କଥା ମନେ ରଖିବ, ଭଲ ପାଇବାରେ ଉଚ୍ଚ ନିଚ ଛୋଟ ବଡ ଜାତି ଅଜାତି କିଛି ବି ନଥାଏ ମ। କିଛି ବି ନଥାଏ? ନା ନା ଆଲୋ ଥାଏ ମ। ଏ ନଥାଏ ମ। ଏବେ ସିନା କହିଦଉଛ ଏଇ ଚନ୍ଦନ ତମକୁ ମୁଁ ଭଲ ପାଏ ବୋଲି, କିନ୍ତୁ ବାହାବାର ସମୟ ଯେତେବେଳେ ଆସିବ ସେଇ ସମୟରେ କହିବ ଆମ ଘର ଲୋକେ ରାଜି ହଉନାହାନ୍ତି, ତମ ଜାତି ଆମ ଜାତି ଅଲଗା। ଯାମ ଏମିତି ଅନେକ ବାହାନା କରି ତମେ ମତେ ଛାଡି ଦେଇ ଚାଲିଯିବ। ନା ନା ମୁଁ ସେମିତିକା ଝିଅ ନୁହଁ। ମୁଁ ଯାହା ବି କହେ ସେ ସବୁ ସମ୍ପୂର୍ଣ୍ଣ ଭାବରେ କରିକି ଦେଖେଇ ଦିଏ। ଆଚ୍ଛା। ଆଉ ମୁଁ ସେମିତିକା ଝିଅ ନୁହଁ। ସେମିତିକା ଝିଅ ନୁହଁ? ଆମ ପ୍ରେମରେ ଯଦି ବି କିଛି ବି ଯଦି ଅସୁବିଧା ଆସିବ ସେଇ ଅସୁବିଧାକୁ ଆମେ ଦୁହେଁ ମିଶିକି ସମାଧାନ କରିନବା। ଆଲୋ ଏ ତମେ ମତେ ଭଲ ପାଅନି? କାହିଁକି ମା? ମୁଁ ପରା ତୁମକୁ ଭଲ ପାଉଛି। ପାଓନା ଭଲ ମତେ ଅର୍ଚ୍ଚନା ଯୋଗ୍ୟ ନୁହ ମୁତରା ଅଟେ ମୁଁ ଜଣେ ବ୍ରାହ୍ମଣ ପୁଆ ନୁହେଁ ରାଜକୁମାର। ଛାଡ଼ି ଦିଅ ପଥ ମୋର ଯିବି ମୁଁ ମୋ ଘର। ପାଓନା ଭଲ ମତେ ରୂପସୀ, ପାଓନା ଭଲ ମତେ ରୂପସୀ ଯୋଗ୍ୟ ନୁହ ମୁଁ ତୋରା ଅଟେ ମୁଁ ଜଣେ ବ୍ରାହ୍ମଣ ପୁଅ ନୁହେଁ ରାଜକୁମାର। ଛାଡ଼ି ଦିଅ ପଥ ମୋର ଯିବି ମୁଁ ମୋ ଘର। ଛାଡ଼ି ଦିଅ ପଥ ମୋର ଯିବି ମୁଁ ମୋ ଘର। ଆରେ ମୋ କଥାକୁ ବୁଝିବା ପାଇଁ ଚେଷ୍ଟା କର। ତୁମେ ବି ଭଲ ପାଇବାକୁ ବୁଝିବା ପାଇଁ ଚେଷ୍ଟା କରିନ। ଆଲୋ କଥାକୁ ମୁଁ ବୁଝ ନା ଅବୁଝାଲ ହୁଅ ନା। କଥାକୁ ମୁଁ ବୁଝ ନା ଅବୁଝାଲ ହୁଅ ନା। ସମୟ ନାହିଁ ମୋ ପାଖେ କଟା ଲାଗୁ କରନା। କେତେ କର ବାହାନା, କେତେ କର ବାହାନା। କମନ ହେଇ ଧରିବି କେମିତି ଏ ହାତେ ଚନ୍ଦ୍ରମା। କମନ ହେଇ ଧରିବି କେମିତି ଏ ହାତେ ଚନ୍ଦ୍ରମା।